ବାଉଁଶଗଡ଼ ଗ୍ରାମରେ ଶ୍ରୀ ଶ୍ରୀ ପଞ୍ଚେଶ୍ୱର ମହାଦେବଙ୍କ ରତ୍ନମୁତ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ଼ ଗ୍ରାମରେ ଶ୍ରୀ ଶ୍ରୀ ପଞ୍ଚେଶ୍ୱର ମହାଦେବଙ୍କ ରତ୍ନମୁତ ପ୍ରତିଷ୍ଠା ଉତ୍ସବରେ ପାଳନ କରାଯାଇଛି। ଏହି ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ପାଇଥିଲେ। ମୁରବୀ ଓ ପୂର୍ବତନ ପଞ୍ଚାୟତର ସେକ୍ରେଟାରୀ ସ୍ୱର୍ଗତ ନରହରି ସୁରଙ୍କ ଦ୍ୱାରା ଆଜକୁ ପ୍ରାୟ 25 ବର୍ଷ ତଳେ ଏଠାରେ ଶ୍ରୀ ଶ୍ରୀ ପଞ୍ଚେଶ୍ୱର ମହାଦେବଙ୍କୁ ପ୍ରତିଷ୍ଠା କରି ଏକ ଛୋଟ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା କରାଯାଉଥିବା ବେଳେ ଆଜି ତାଙ୍କର ପୁତ୍ର ରମାକାନ୍ତ ସୁର, କମଳାକାନ୍ତ ସୁର, ପୁତ୍ରବଧୂ ପ୍ରଦୀପ୍ତା ସୁର, ଲକ୍ଷ୍ମୀପ୍ରିୟା ସୁର ଓ ତାଙ୍କ ସାନ ଭାଇ ବିଜୟ କୁମାରଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଆଜି ଏହାର ରତ୍ନମୁତ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଥିବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଭଜନ, କୀର୍ତ୍ତନ ଓ ହୋମଯଜ୍ଞ ଆଦି ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପାଦନ ହୋଇଯାଇଛି। ଗ୍ରାମର ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କ କୃପାଲାଭ କରିବା ସହ ପ୍ରସାଦ ସେବନ କରିବାର ମଧ୍ୟ ଦେଖିବାକୁ ପାଇଥିଲୁ। ସ୍ୱର୍ଗତ ଶ୍ରୀ ନରହରିପୁର ଆଜି 20-25 ବର୍ଷ ତଳେ ଛୋଟିଆ ମନ୍ଦିରଟିଏ କରିଥିଲେ। ତାକୁ ଆଜି ଆମେ ବଡ଼ ଆକାରରେ କରିବା ପାଇଁ ଯୋଜନା କରିଥିଲୁ। ଆଜି ବଡ଼ ଆକାରରେ ହୋଇଛି ଓ ମନ୍ଦିରର ଆଜି ରତ୍ନମୁଦ ବା ଚୁଳି ସମ୍ପୂର୍ଣ୍ଣ କରିବା ପାଇଁ ଆଜି ଏ ଯୋଜନା ହେଇଛି। ମୋ ନାଁ ହେଉଛି ବିଜୟ କୁମାର ସୁର। ଘର ଏଇ ବାଉଁଶଗଡ଼ ଏବଂ ଏ ବାଉଁଶଗଡ଼ ପଞ୍ଚାୟତରେ ଇଏ ହେଉଛି ମୁଖ୍ୟ ଗାଁ ଏବଂ ଏଠି ମୋର ବଡ଼ ଭାଇ ଯିଏ ସେ ଶ୍ରୀଯୁକ୍ତ ନରହରି ସୁର। ଆଜି ଯେଉଁ ଆପଣମାନେ ଆସିଛନ୍ତି এই ଜାଗାରେ ଆମେ ଯେଉଁ ଏକତ୍ରିତ ହେଇଛନ୍ତି, ଗାଁର ବହୁ ଲୋକ ଏଠି ଏକତ୍ରିତ ହେଇଛନ୍ତି। ଆଜି ଗୋଟେ ବିରାଟ ସମାବେଶ, ସମସ୍ତଙ୍କ ମଧ୍ୟରେ ଗୋଟେ ଉତ୍ସାହ ଉଦ୍ଦୀପନା ଲାଗି ରହିଛି। ଏଇଥିପାଇଁ କି ଯେ ଏଠି ଆମର ମହେଶ୍ୱର ଯିଏକି ଆମର ସଦାଶିବ ଯାହାକୁ ଆମେ କହୁଛନ୍ତି, ସେଠି ମନ୍ଦିର ଗୋଟେ ତାଙ୍କର ଆଜି ଦଧିନଉତି ରୋପଣ କରାଯାଉଛି। ସେଥିରେ ଆମର ବ୍ରାହ୍ମଣ ସମାଜରୁ ବ୍ରାହ୍ମଣ 3-4 ଜଣ ବ୍ରାହ୍ମଣ ଆସି ଆଜି ପୂଜାପାଠ କରୁଛନ୍ତି ଏବଂ ଗାଁରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଆଜି ଉପସ୍ଥିତ ଅଛନ୍ତି। ଯାହା କୁହାଯାଏ ପ୍ରଭୁ ମୀଶ ମନୀଷମ ଶେଷ ଗୁଣ ଗୁଣହୀନ ମହିଷ ଗରାଭରଣ ରଣ ନିର୍ଜିତ ଦୁର୍ଜୟ ଦୈତ ପୁରଂ ପ୍ରଣମାମି ଶିବଂ ଶିବକଳ୍ପ ତରୁଂ। ତେଣୁ ସେହି ସଦାଶିବ, ସେହି ଶିବଶମ୍ଭୁ ତାଙ୍କରି ଆଜି ଏଇଭଳି ଏକ ମହନୀୟ ଉତ୍ସବ, ଯେଉଁ ଉତ୍ସବକୁ ଆଜି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ଅଞ୍ଚଳରୁ ଆସି ଉପସ୍ଥିତ ହେଉଛନ୍ତି ଏବଂ ଆଜି ବିରାଟ ସମାରୋହରେ ଆଜି ବାଉଁଶଗଡ଼ର ଏହି ଅଞ୍ଚଳ ପୁରପଲ୍ଲୀ ପ୍ରକମ୍ପିତ ହେଉଛି ଏହି ଶିବଙ୍କ ସ୍ତୋତ୍ରରେ। ତେଣୁ ଏଭଳି ଏକ ସମାବେଶରେ ଆଜି ଆମେ ଏକତ୍ରିତ ହୋଇଛନ୍ତି। ଏହା ଏକ ପୁଣ୍ୟତିଥି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ବାବୁ କ'ଣ ଆପଣଙ୍କ ନାଁଟା ଟିକେ କହିବେ? ମୋ ନାଁ ପ୍ରଦୀପ୍ତା ସୁର। ଆଜି ଏଇ ଯେଉଁ ଆପଣଙ୍କ ବାଉଁଶଗଡ଼ ଗାଁରେ ଆଜି ଯେଉଁ ଜନସମାବେଶ ହେଇଛି, ଯେଉଁ ମନ୍ଦିର ପ୍ରତିଷ୍ଠା ହେଉଛି, ଇଏ କ'ଣ କେବେ ଆରମ୍ଭ ହେଇଥିଲା, କ'ଣ ବାବଦ ଟିକେ କହିବେ? ମୋ ଶ୍ୱଶୁର ଯେତେବେଳେ ପଞ୍ଚାୟତ ସେକ୍ରେଟାରୀ ଥିଲେ, ସେ କହିଲେ ଯେ ଗାଁରେ ଗୋଟେ ମନ୍ଦିର ନାହିଁ। ସେ ସେଇଠୁ କ'ଣ କଲେ ନା, ଗାଁ ଲୋକ ଏଠିକି ସେଠିକି ଯିବେ ନା, ସେ ଗୋଟେ ଆଣିକିରି ଶିବ ମନ୍ଦିର ସ୍ଥାପନା କରିଥିଲେ, ଯେକି ଛୋଟିଆ ମନ୍ଦିରଟେ ଥିଲା। ତାପରେ ସେଇଟା ତାଙ୍କର ଗୋଟେ ସ୍ୱପ୍ନ ଥିଲା ଯେ ମୁଁ ଏଇ ମନ୍ଦିରଟା ମୋ ଗାଁ ଲୋକ କାହିଁକି ଆଉ କୋଉଠିକି କ'ଣ ଯିବେ, ଏଇ ମନ୍ଦିରଟା ଟିକେ ମୁଁ ବଡ଼ କରିକି କରିବି, ଯେମିତି ସମସ୍ତେ ଗାଁରେ ସବୁ ପୂଜା ପର୍ବ ଏଇଠି କରିବେ। ଆଉ ସେଇଟାକୁ ଆମ ବାପା ତ ଚାଲିଗଲେ, ଆଉ ତାଙ୍କର ସ୍ୱପ୍ନ ପାଇଁ ଆମେ ଲାଗିଛୁ, ତାଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବା ପାଇଁ ଗୋଟେ ପ୍ରୟାସ କରୁଛୁ। ଆଉ ଏଇ କ'ଣ ମହାଦେବଙ୍କର ନାଁ କ'ଣ ଅଛି ଦିଆହେଇଛି? ମଞ୍ଚେଶ୍ୱର। ଆଚ୍ଛା, ଆଉ କ'ଣ ଆପଣ ଆଜି କେତେ ଖୁସି ଅଛନ୍ତି ଏ କାର୍ଯ୍ୟକ୍ରମକୁ ନେଇ? ମୋ ଶ୍ୱଶୁରଙ୍କ ଅଧୁରା ସ୍ୱପ୍ନକୁ କିଛି ପୁରା କରିବା ପାଇଁ ଭାବିଛୁ ବୋଲି ଭଲ ମନ ଖୁସି ଲାଗୁଛି ଯେ କାମଟା ହେଉଛି ଚାଲୁଛି, ଆଗକୁ ବି ଆହୁରି ଚାଲିବ, ଭଲ କରିକି କରିବୁ। ଆଉ କେନ୍ଦୁଝର ଗଗନ ବିହାରୀ ଦାସଙ୍କ ରିପୋର୍ଟ, G9 ଓଡ଼ିଆ।